କୁହାଯାଏ ସଞ୍ଚୟ ହେଉଛି ଭବିଷ୍ୟତର ଚାବିକାଠି। ଅନେକ ଲୋକେ ନିଜ ସୁନ୍ଦର ଭବିଷ୍ୟତ ପାଇଁ ଟଙ୍କା ସଞ୍ଚୟ କରିଥାନ୍ତି। ଏଥିପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା ମଧ୍ୟ ରହିଛି, ଯାହା ଆପଣଙ୍କୁ ମ୍ୟାଚୁରିଟି ସମୟରେ ମୋଟ ଅଙ୍କର ରିଟର୍ଣ୍ଣ ମଧ୍ୟ ଦେଇଥାଏ। କିନ୍ତୁ ଅନେକ ସମୟରେ ସରକାରଙ୍କ ଏହି ଯୋଜନା ଗୁଡ଼ିକ କୌଣସି କାରଣ ପାଇଁ ବନ୍ଦ କରିଦିଅନ୍ତି। ତେବେ ଏହାଦ୍ୱାରା ସଞ୍ଚୟକାରୀଙ୍କର କୌଣସି କ୍ଷତି ହୁଏ ନାହିଁ, ବରଂ ଅଧିକ ଲାଭ ହୋଇଥାଏ। ବର୍ତ୍ତମାନ ମହିଳାମାନଙ୍କ ପାଇଁ ଚାଲୁଥିବା ଏକ ସରକାରୀ ଯୋଜନା ବନ୍ଦ ହେବାକୁ ଯାଉଛି। ଯଦି ଆପଣ ଏହି ଯୋଜନା ବନ୍ଦ ହେବା ପୂର୍ବରୁ ଆବେଦନ କରନ୍ତି, ତେବେ ଆପଣଙ୍କୁ ଏତେ ଲାଭ ମିଳିବ ଯାହା ଆପଣ କଳ୍ପନା ମଧ୍ୟ କରିପାରିବେ ନାହିଁ। ଆସନ୍ତୁ ଆମେ ଆପଣଙ୍କୁ ଜଣାଇବୁ ସରକାରଙ୍କର ଏହି ଯୋଜନା କ'ଣ ଏବଂ ସେଥିପାଇଁ କିପରି ଆବେଦନ କରିବେ। ଆଜିର ସମୟରେ ସେ ପୁରୁଷ ହୁଅନ୍ତୁ ବା କିମ୍ବା ମହିଳା, ସଞ୍ଚୟ ସମସ୍ତଙ୍କ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟି ଯାଇଛି। ଜୀବନରେ କେତେବେଳେ ଟଙ୍କା ଦରକାର ପଡ଼ିବ ନାହିଁ ତାହା କେହି କହିପାରିବେ ନାହିଁ। ସେଥିପାଇଁ କାମ କରିବା କିମ୍ବା ବ୍ୟବସାୟ କରିବା ସମୟରେ ଭଲ ସ୍ଥାନ ଟଙ୍କା ନିବେଶ କରିବା ବହୁତ ଗୁରୁତ୍ୱପୂର୍ଣ୍ଣ, ଯାହାଦ୍ୱାରା ଆବଶ୍ୟକତା ସମୟରେ ଆପଣଙ୍କୁ ଟଙ୍କା ପାଇଁ ଘର ଘର ବୁଲିବାକୁ ପଡ଼ିବ ନାହିଁ। ଆଜିକାଲି ମହିଳାମାନଙ୍କ ପାଇଁ ସଞ୍ଚୟ ଯୋଜନା ଭାବରେ ଅନେକ ଯୋଜନା ଉପଲବ୍ଧ, ଯେଉଁଥିରେ ନିବେଶ କରି ଭଲ ରିଟର୍ଣ୍ଣ ମିଳିପାରିବ। ଏପରି ଏକ ଯୋଜନା ହେଉଛି ସମ୍ମାନ ସଞ୍ଚୟ ପ୍ରମାଣପତ୍ର ଯୋଜନା। ଏହା ଭାରତ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏକ ସ୍ୱତନ୍ତ୍ର ସଞ୍ଚୟ ଯୋଜନା। ଏହି ଯୋଜନାର ଭାରତରେ 1 ଏପ୍ରିଲରୁ 2023ରୁ କାର୍ଯ୍ୟକାରୀ ହୋଇଥିଲା। ଏହି ଯୋଜନାର ମହିଳାମାନେ ବହୁତ ଭଲ ରିଟର୍ଣ୍ଣ ପାଆନ୍ତି। ଆପଣଙ୍କୁ କହି ରଖୁଛୁ ଯେ ଏହି ଯୋଜନା 2 ବର୍ଷ ପାଇଁ ଏଥିରେ ଅତି କମରେ 1,000 ଟଙ୍କା ଜମା କରାଯାଇପାରିବ। ତେଣୁ ଏହି ଯୋଜନାର ସର୍ବାଧିକ 2 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନିବେଶ କରାଯାଇପାରିବ। ଏହି ଯୋଜନାର ପ୍ରତି 3 ମାସରେ ଥରେ ଆକାଉଣ୍ଟରୁ ସୁଧ ଜମା କରାଯାଇଥାଏ। ମହିଳା ସମ୍ମାନ ସଞ୍ଚୟ ପ୍ରମାଣପତ୍ର ଯୋଜନାରେ ନିବେଶ କଲେ ମହିଳାମାନେ ମଧ୍ୟ ଭଲ ସୁଧ ପାଆନ୍ତି। ବର୍ତ୍ତମାନ ଏହି ଯୋଜନାରେ ଦିଆଯାଇଥିବା ସୁଧ ହାର ବାର୍ଷିକ 7.5। ଏହି ଯୋଜନାର ମହିଳାମାନେ ଟିକସ ଲାଭ ମଧ୍ୟ ପାଆନ୍ତି। ଯଦି 18 ବର୍ଷରୁ କମ୍ ବୟସରେ ଝିଅମାନେ ଏହି ଯୋଜନାରେ ପଞ୍ଜୀକୃତ ହୁଅନ୍ତି, ତେବେ ସେମାନଙ୍କର ପିତାମାତା କିମ୍ବା ଅଭିଭାବକ ସେମାନଙ୍କ ପାଇଁ ଏକ ଆକାଉଣ୍ଟ ଖୋଲିପାରିବେ। ଭାରତ ସରକାରଙ୍କ ମହିଳା ସମ୍ମାନ ସଞ୍ଚୟ ପ୍ରମାଣପତ୍ର ଯୋଜନା ପାଇଁ କେବଳ ମହିଳା ଏବଂ ଝିଅମାନେ ଆବେଦନ କରିପାରିବେ। ନାବାଳିକା ଝିଅମାନଙ୍କ ଅଭିଭାବକମାନେ ସେମାନଙ୍କର ଆକାଉଣ୍ଟ ଖୋଲିପାରିବେ। ଏହି ଯୋଜନା ପାଇଁ ଆବେଦନକାରୀଙ୍କର ଭାରତୀୟ ନାଗରିକ ଥିବା ଆବଶ୍ୟକ। ଯୋଜନାର ବୟସ ପାଇଁ କୌଣସି ଉପର ସୀମା ସ୍ଥିର କରାଯାଇ ନାହିଁ। ଏହି ଯୋଜନାରେ ଏକ ଆକାଉଣ୍ଟ ଖୋଲିବା ପାଇଁ ମହିଳାମାନେ ସେମାନଙ୍କର ନିକଟସ୍ଥ ପୋଷ୍ଟ ଅଫିସ କିମ୍ବା ନିକଟସ୍ଥ ବ୍ୟାଙ୍କ ଶାଖାକୁ ଯାଇ ଫର୍ମ ପୂରଣ କରିପାରିବେ। ଆବେଦନ ପାଇଁ ପାସପୋର୍ଟ ଆକାରର ଫଟୋ, ବୟସ ପ୍ରମାଣପତ୍ର, ଆଧାର କାର୍ଡ଼, ପ୍ୟାନ୍ କାର୍ଡ଼ ଏବଂ ଠିକଣା ପ୍ରମାଣପତ୍ର ଭଳି ଡକୁମେଣ୍ଟ ଦାଖଲ କରିବାକୁ ପଡ଼ିବ। ଏହି ଭିଡ଼ିଓଟି ଯଦି ଆପଣଙ୍କୁ ଭଲ ଲାଗିଥାଏ, ଗୋଟେ ଲାଇକ୍ କମେଣ୍ଟ ନିଶ୍ଚିତ କରନ୍ତୁ ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ।